ତାପରେ ଭାବିଲି ଏମିତି ବି ବହୁତ ସାରା ପିଲା ଥିବେ ଯାହାଙ୍କ ମାଇଣ୍ଡରେ ବି ସେମିତି ଆସିଥିବ। ଫଲୋଅର୍ସକୁ ଲାଗୁଛି ଯେ ମାନେ ଲାଇଫର ଏଇଟା ଏଣ୍ଡ, ଆଉ ବଞ୍ଚିକି କିଛି ଲାଭ ନାହିଁ, ଲାଇଫରେ ହାରି ଯାଇଛନ୍ତି ସେ। କାରଣ ବହୁତ ସାରା ଚେଷ୍ଟା କଲା ପରେ ବି ଯୋଉ ଜିନିଷ ପାଇବାକୁ ଚାହୁଁଛନ୍ତି କ୍ୟାରିୟରରେ ସେଇଟା ହଉନି। ତ ତାଙ୍କୁ କହିବି ମରିବା କଣ ସତରେ ଏତେ ସହଜ? ଯଦି ମରିବା ଏତେ ସହଜ ହେଇଥାନ୍ତା ତାହେଲେ ଯୋଉ ଲୋକ ଗୁଡା ହସ୍ପିଟାଲରେ ପଡି 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 ଏତେ ଦିନ ରହିଲା ପରେ ବି ମରି ପାରନ୍ତିନି, ଯୋଉ ଲୋକମାନେ ବୟସ ହେଇଗଲେ ବୁଢା ହେଇଯାନ୍ତି କିନ୍ତୁ ଘାଣ୍ଟି ହୁଅନ୍ତି, ରୋଗ ହେଇଗଲେ ସେମାନେ ବି ମରି ପାରନ୍ତିନି, ସେମାନେ ଜଲ୍ଦି ହିଁ ମରିଯାଇଥାନ୍ତେ ମରିବା ଯଦି ଏତେ ସହଜ ହେଇଥାନ୍ତା। ତମେ ସୁଇସାଇଡ୍ କରିବା ପାଇଁ ଯଦି ଭାବିବ କୋଉଥିରେ କରିବ? ଯେତେବେଳେ ଏମିତିଆ ଥଟ୍ ଆସିବ ନା ମାଇଣ୍ଡରେ, ଆଖି ବନ୍ଦ କରିକି ନିଜ ପ୍ୟାରେଣ୍ଟସ୍ କଥା ଭାବିବ। ହଁ, ଏଇଟା ବି ଠିକ କଥା ଯେ ବେଳେବେଳେ ଆମ ପ୍ୟାରେଣ୍ଟସ୍ ଆମ କଥା ବୁଝିପାରନ୍ତିନି, ଆଉ ସେଇଟା ବି ଆମ ମାନଙ୍କ ପାଇଁ ହିଁ। ଆମେ ମାନେ ଗୋଟେ ବାଉଣ୍ଡ୍ରି କ୍ରିଏଟ କରିଦେଇଥାନ୍ତି, ଆମର ବଣ୍ଡିଙ୍ଗ ସେମିତି ନଥାଏ ଆମ ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଯେ ଆମେ ଆମ ସିଚୁଏସନ କହିଲେ ଆମ ପ୍ୟାରେଣ୍ଟସ୍ ମାନେ ବୁଝିପାରିବେ। ଯଦି ତମେ ଷ୍ଟାର୍ଟିଂରୁ ସେମିତି ପ୍ୟାରେଣ୍ଟସ୍ଙ୍କ ସହିତ ସୁଖ ଦୁଃଖ ବାଣ୍ଟିଥିବ ତାହେଲେ ତମକୁ ଏମିତି ଯଦି ସିଚୁଏସନ ଆସିବ ତମେ ତାଙ୍କ ସହିତ କଥା ବି ସେୟାର କରିପାରିବ। ଯଦି ପ୍ୟାରେଣ୍ଟସ୍ ମାନଙ୍କୁ ବି ସେତିକି ଭାବୁନ କି ନାଇଁ ମୁଁ କହିପାରିବିନି, ତମର ଯିଏ ବଡ ଥିବେ, ତମେ ଯାହା ସହିତ କ୍ଲୋଜ ଥିବ, ମାନେ ଲାଇଫରେ ଏମିତିଆ ଗୋଟେ ପର୍ସନ ରଖିବା ଦରକାର ଯାହାକୁ ତମେ ତମର ସବୁ ଜିନିଷ ସେୟାର କରୁଥିବ, ବିଶ୍ୱସ୍ତ ଯିଏ ହେଇଥିବ। ସବୁ ଜିନିଷ ତ କାହାକୁ ବି କହିବା କଥା ନାହିଁ, କିନ୍ତୁ ଏମିତିଆ ପର୍ସନ ଗୋଟେ ଲାଇଫରେ ରହିବା ନିହାତି ଦରକାର। ଏକ୍ସେପ୍ଟ ଏଆଇ, ଜେମିନି ଆଉ ଆମର ମେଟା, ସେଗୁଡାକୁ ଛାଡି ଦେଇକି ପର୍ସନ, ରିଅଲ ଲାଇଫରେ ଗୋଟେ ପର୍ସନ ଏମିତି ରହିବା ଦରକାର ଯାହା ସହିତ ତମେ ସବୁ କିଛି ସେୟାର କରୁଥିବ, ଭଲ ମନ୍ଦ ସବୁ। ବି ଫ୍ୟାମିଲି ମେମ୍ବର ଯଦି କାହାକୁ ଗୋଟେ ରଖିଥିବ ବହୁତ ହି ବଢିଆ। ମୋ ଲାଇଫରେ ବି ଅଛନ୍ତି ମୋ ଫ୍ୟାମିଲି ମେମ୍ବର, କିନ୍ତୁ ସମସ୍ତେ ନିଜ ଲାଇଫରେ ଗୋଟେ ଗୋଟେ ଫ୍ୟାମିଲି ମେମ୍ବର ରଖିବା ଦରକାର ଏମିତି ଯେ ଯେତେବେଳେ ମନରେ କିଛି ଗୋଟେ ନେଗେଟିଭିଟି ଆସିବ ସେତେବେଳେ ସେ ଜିନିଷଟା କହିକି ସେୟାର କରିପାରୁଥିବ ଯେ ନାଇଁ ମୋଟା ହାର୍ଡ ଟାଇମ ଚାଲିଛି, ମତେ ଏଇଠି ସପୋର୍ଟ ଦରକାର ଅଛି। ସପୋର୍ଟ କେମିତିକାର ବି ହେଇପାରିବ, ମେଣ୍ଟାଲି, ଇମୋସନାଲି, ଫାଇନାନ୍ସିଆଲି, କିଛି ବି ସପୋର୍ଟ ହେଇପାରିବ, ସେ ହେଲ୍ପ କରିଦେବେ। ଆଉ କେବେ ବି ଭାବିବନି ଯେ ମରିବା ଏତେ ସହଜ, ମରିବା ବହୁତ ହି କଷ୍ଟ। ଲାଇଫ ମରିବା ଅପେକ୍ଷା ତମେ ଯଦି ବଞ୍ଚିଯିବ ଆହୁରି ବଢିଆ। ଏତେ ସୁନ୍ଦର ଲାଇଫ ମିଳିଛି, ତାକୁ ମରିକି ୱେଷ୍ଟ କରିଦବ ଯଦି କଣ ପାଇବ? ବହୁତ ହି କିଛି ଜିନିଷ ଆହୁରି ଅଛି। ଇନ ଫ୍ୟୁଚର ତମେ ବହୁତ ସାରା ଏକ୍ସପ୍ଲୋର କରିବ, ଲାଇଫ ବୁଲିବାର ଅଛି। କେବେ ବି ହାର ମାନିବ ନାହିଁ।